ଭାବନ୍ତୁ ତ, ମାନେ ଗୋଟେ ଲୋକ ଯାହାଙ୍କ ନାଁରେ ଅତୀତରେ କ୍ୟାମେରା ସାମ୍ନାରେ ଲାଞ୍ଚ ନେଉଥିବାର ବଡ଼ ଅଭିଯୋଗ ଆସିଥିଲା, ଯାହାଙ୍କ ଘରେ ଇଡି ଚଢ଼ାଉ କରିଥିଲା, ଆଉ ଆଜି ସେହି ସମାନ ବ୍ୟକ୍ତି ଗୋଟିଏ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି। ମାନେ ଏହା କୌଣସି ସିନେମାର କାହାଣୀ ନୁହେଁ, ବରଂ ବର୍ତ୍ତମାନ ଇଣ୍ଟରନେଟ୍ରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଥିବା ଗୋଟେ ରିଅଲ୍ ଲାଇଫ୍ ଘଟଣା। ହଁ, ବିଲକୁଲ। ରାଜନୀତିରେ ମାନେ ସମୟର ଆଉ ପରିସ୍ଥିତି କେମିତି ଗୋଟେ ରାତି ଭିତରେ ସବୁ କିଛି ବଦଳାଇ ଦେଇପାରେ, ଏଇଟା ତାର ସବୁଠାରୁ ବଡ଼ ଉଦାହରଣ। ଆଉ ଆଜିକାଲିର ଏଇ ଡିଜିଟାଲ ଯୁଗରେ ଏମିତି ଘଟଣା ସବୁ କେବଳ ଖବରକାଗଜରେ ରହୁନି, ଲୋକଙ୍କ ସ୍ମାର୍ଟଫୋନ୍ ସ୍କ୍ରିନ୍ରେ ସିଧା ବାଜୁଛି, ବୁଝିଲେ ତ? ଠିକ୍ କହିଲେ। ତେବେ ସମସ୍ତଙ୍କୁ ଆଜିର ଏହି ଗଭୀର ବିଶ୍ଳେଷଣ ବା ଡିପ୍ ଡାଇଭ୍କୁ ସ୍ୱାଗତ। ଆଜିର ତାରିଖ ହେଉଛି 10 ମେ 2026। ଆଜିର ଆଲୋଚନାରେ ଆମେ କୌଣସି ଟିଭି ଚ୍ୟାନେଲ ବା ବ୍ରାଣ୍ଡ କଥା ନ କହି ସିଧାସଳଖ ପ୍ରକୃତ ତଥ୍ୟ ଉପରେ କଥା ହେବା। ଆମେ ଦେଖିବା ୟୁଟ୍ୟୁବ୍ ପ୍ଲାଟଫର୍ମରେ ଲୋକମାନେ କେଉଁ ଖବର ସବୁଠାରୁ ଅଧିକ ଖୋଜୁଛନ୍ତି, ଜାତୀୟ ରାଜନୀତିରେ କ'ଣ ସବୁ ହଲଚଲ ହେଉଛି, ଓଡ଼ିଶାରେ ବିକାଶର ନୂଆ ନକ୍ସା କେମିତି ତିଆରି ହେଉଛି, ଆଉ ତା ସହ ଆମର ପ୍ରାଚୀନ ଐତିହ୍ୟକୁ ମାନେ କେମିତି ନୂଆ ଟେକ୍ନୋଲୋଜିରେ ସୁରକ୍ଷିତ ରଖାଯାଉଛି। ଠିକ୍ ଅଛି, ଆସନ୍ତୁ ଏସବୁକୁ ଟିକିନିଖି ତର୍ଜମା କରିବା। ନିଶ୍ଚିତ ଭାବେ। ଆଉ ଯଦି ଆମେ ଦେଖିବା ସାରା ଦେଶରେ ୟୁଟ୍ୟୁବର ସର୍ଚ୍ଚ ଟ୍ରେଣ୍ଡ ଏବେ କୁଆଡ଼େ ଯାଉଛି, ତେବେ 1 ନମ୍ବରରେ ଅଛି ପଶ୍ଚିମବଙ୍ଗର ନୂଆ ସରକାର ଗଠନ। ମାନେ ଲୋକେ କେବଳ ଖବର ପଢ଼ିବାକୁ ଚାହୁଁନାହାନ୍ତି, ସେମାନେ ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ସିଧାସଳଖ ଲାଇଭ୍ ଦେଖିବା ପାଇଁ ପୁରା ପାଗଳ ହେଲା ଭଳିଆ ସର୍ଚ୍ଚ କରୁଛନ୍ତି। ଆଉ ଏତେ ସର୍ଚ୍ଚ ହେବାଟା ସ୍ୱାଭାବିକ କଥା। ମାନେ ଏଇଟା କିଛି ଛୋଟମୋଟ ଇଭେଣ୍ଟ ନୁହେଁ। ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ବଡ଼ ଚେହେରା ଅଛନ୍ତି, ଅଗ୍ନିମିତ୍ରା ପଲ୍ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ମମତା ବାନାର୍ଜୀଙ୍କ ହାରିବା ଘଟଣା। ସେ କେବଳ ନନ୍ଦୀଗ୍ରାମରେ ହାରି ନାହାନ୍ତି, ନିଜର ସବୁଠାରୁ ଷ୍ଟ୍ରଙ୍ଗ ଜାଗା ଭବାନୀପୁରରୁ ବି ହାରି ଯାଇଛନ୍ତି। ସତରେ ଏଇଟା ଗୋଟେ ବହୁତ ବଡ଼ ରାଜନୈତିକ ଭୂମିକମ୍ପ ଭଳିଆ। ଏହା କେବଳ ଜଣେ ନେତ୍ରୀଙ୍କ ହାର ନୁହେଁ, ଏହା ହେଉଛି ଲୋକଙ୍କ ମାଇଣ୍ଡସେଟ୍ କିମ୍ବା ମାନସିକତାରେ ଗୋଟେ ବିରାଟ ପରିବର୍ତ୍ତନ। ଆଉ ଏଇଠି ମାନେ ଗୋଟେ ବହୁତ ରୋଚକ ପାରାଡକ୍ସ ବା ବିରୋଧାଭାସ ଦେଖିବାକୁ ମିଳୁଛି। ଶିବସେନା ନେତା ସଞ୍ଜୟ ରାଉତ ଗଣମାଧ୍ୟମରେ ଗୋଟେ ବହୁତ ବଡ଼ ବୟାନ ଦେଇଛନ୍ତି। ଆଚ୍ଛା, ସେ କ'ଣ କହିଲେ କି? ସେ ଲୋକଙ୍କୁ ମନେ ପକାଇ ଦେଇଛନ୍ତି ଯେ ଅତୀତରେ ଏଇ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ କେମିତି ଦୁର୍ନୀତିର ଅଭିଯୋଗ ଥିଲା, କେମିତି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ପଛରେ ପଡ଼ିଥିଲା। ମାନେ ଆମେ ଏଠି କୌଣସି ପାର୍ଟିର ପକ୍ଷ ନେଉନାହୁଁ, କିନ୍ତୁ ଗୋଟେ ନିରପେକ୍ଷ ନଜରରେ ଦେଖିଲେ ଜଣାପଡ଼େ ଯେ ରାଜନୀତିରେ କ୍ଷମତା କେମିତି ଖେଳ ଖେଳେ। ଗୋଟେ ସମୟରେ ଯିଏ ବିରୋଧୀଙ୍କର ସବୁଠାରୁ ବଡ଼ ଟାର୍ଗେଟ ଥିଲେ, ଆଜି ତାଙ୍କ ହିଁ ସବୁଠାରୁ ବଡ଼ ଚୌକି ମିଳୁଛି। ଓହୋ, ମାନେ ନିର୍ବାଚନ ଜିତିବା ଆଗରେ ଆଉ ସବୁ ନୈତିକତା କେମିତି ଫିକା ପଡ଼ିଯାଏ, ଏଇଟା ତାର ଗୋଟେ ବଢ଼ିଆ ଉଦାହରଣ। ଆଉ ଲୋକେ ଏଇ ଡ୍ରାମା ଦେଖିବା ପାଇଁ ହିଁ ୟୁଟ୍ୟୁବରେ ଏତେ ଭିଡ଼ ଜମାଉଛନ୍ତି। କିନ୍ତୁ କେବଳ ପୂର୍ବ ଭାରତ ନୁହେଁ, ଦକ୍ଷିଣ ଭାରତରେ ବି ପୁରା ସମାନ ଅବସ୍ଥା। ତାମିଲନାଡୁ ରାଜନୀତି ଏବେ ଦ୍ୱିତୀୟ ସବୁଠାରୁ ବଡ଼ ଟ୍ରେଣ୍ଡିଂ ଟପିକ୍ ପାଲଟିଛି। ସୁପରଷ୍ଟାର ଥାଲପତି ବିଜୟଙ୍କ ନୂଆ ପାର୍ଟି ଟିଭିକେ ଏବେ ସରକାର ଗଢ଼ିବା ପାଇଁ ପୁରା ଜୋର ଲଗେଇ ଦେଇଛି। ହଁ, କିନ୍ତୁ ସେଠି ଗୋଟେ ଛୋଟ ଟୁଇଷ୍ଟ ଅଛି ନା। ସେମାନଙ୍କୁ ସରକାର ଗଢ଼ିବା ପାଇଁ ମାନେ ବହୁମତ ସାବ୍ୟସ୍ତ କରିବା ପାଇଁ ଆଉ ମାତ୍ର ଗୋଟିଏ ବିଧାୟକଙ୍କ ସମର୍ଥନ ଦରକାର। ଭାବନ୍ତୁ ଟିକେ, କେବଳ ଗୋଟିଏ ସିଟ୍। ସତରେ ମାତ୍ର ଗୋଟିଏ ସିଟ୍। ଏଟା ପୁରା ଗୋଟେ ଶିଶୁ ଖେଳ ଭଳିଆ ଲାଗୁଛି। ମାନେ ପାର୍କରେ ଯେମିତି ପିଲାମାନେ ଖେଳନ୍ତି, ଗୋଟେ ପଟେ ଡିଏମ୍କେର ବିରାଟ ଓଜନ, ଆଉ ଅନ୍ୟପଟେ ଏଆଇଏଡିଏମ୍କେ ଏବଂ ବିଜୟଙ୍କ ଦଳର ସମାନ ଓଜନ। ଦୁଇ ପଟ ପୁରା ବ୍ୟାଲେନ୍ସ ହେଇକି ରହିଛି, କେହି ତଳ ଉପର ହେଉନାହାନ୍ତି। ଆଉ ଏଇ ସମୟରେ ଭିସିକେ ଦଳର ନେତା ଥିରୁମାୱାଲହୱାନ ହେଉଛନ୍ତି ସେଇ ଛୋଟ ପଥର ଖଣ୍ଡ ଭଳି। ସେ ଯେଉଁପଟେ ଯାଇ ବସିବେ, ସେଇ ପଟର ଓଜନ ବଢ଼ିଯିବ ଆଉ ସେମାନେ ସରକାର ଗଢ଼ିବେ। ପୁରା ସଠିକ୍ କଥା କହିଲେ। ଏବେ ପୁରା ତାମିଲନାଡୁର ରିମୋଟ କଣ୍ଟ୍ରୋଲ ଥିରୁମାୱାଲୱାନଙ୍କ ହାତରେ ଅଛି। ଆଉ ବଜାରରେ ଏମିତି ବି ଚର୍ଚ୍ଚା ହେଉଛି ଯେ ବିଜୟଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଅନ୍ୟ ଦଳଗୁଡ଼ିକ ତାଙ୍କୁ ରାଜ୍ୟର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ କରିବାର ଅଫର ଦେଉଛନ୍ତି। ଏଇଟା ହେଉଛି ଗୋଟେ କିଙ୍ଗ ମେକରର ଅସଲ ପାୱାର। ବିଲକୁଲ। ତେବେ ଏହି ରାଜନୀତିକ କ୍ଷମତାର ଖେଳରୁ ଟିକେ ବାହାରି ଆସିବା। ଏବେ ଆମେ କଥା ହେବା ପଲିସି ମେକିଂ ବା ନୀତି ନିର୍ଦ୍ଧାରଣ ଉପରେ, ଖାସ୍ କରି ଆମ ଓଡ଼ିଶାର ଭିତ୍ତିଭୂମି ବିକାଶ ଉପରେ।
ଏଠାରେ ବିଷୟଟି ଅଧିକ ରୋଚକ ହୋଇଯାଉଛି କାରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କ୍ୟାବିନେଟ୍ ଏକା ସାଙ୍ଗରେ 11ଟି ବଡ଼ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ହଁ ଆଜ୍ଞା, ଆଉ ଏଇ 11ଟି ପ୍ରସ୍ତାବ କେବଳ କାଗଜପତ୍ରର ଘୋଷଣା ନୁହେଁ, ଏହା ହେଉଛି ଆଗାମୀ 10 ବର୍ଷ ପାଇଁ ଓଡ଼ିଶାର ଗୋଟେ ସମ୍ପୂର୍ଣ୍ଣ ବ୍ଲୁପ୍ରିଣ୍ଟ। ଯେମିତିକି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ନୀତି। ଏଥିରେ ସ୍କାଡା ଏବଂ ଆଇଓଟି ଭଳି ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ହେବ। ଟିକେ ରୁହନ୍ତୁ, ଏଇଠି ମୁଁ ସାଧାରଣ ଲୋକଙ୍କ ତରଫରୁ ଗୋଟେ ପ୍ରଶ୍ନ ପଚାରୁଛି। ଏଇ ସ୍କାଡା ଆଉ ଆଇଓଟି ପାନୀୟ ଜଳରେ କେମିତି କାମ କରିବ? ମାନେ ପାଇପ୍ରେ ପାଣି ଯିବା ସହ ଇଣ୍ଟରନେଟ୍ର କ'ଣ ସମ୍ପର୍କ ଅଛି? ଏହା ପ୍ରକୃତିରେ କେମିତି ଫାଇଦା ଦେବ? ହଁ, ଏଟା ବୁଝିବା ବହୁତ ଜରୁରୀ। ଦେଖନ୍ତୁ, ପୁରୁଣା ସିଷ୍ଟମରେ କ'ଣ ହୁଏ, ଯଦି କେଉଁଠି ପାଣି ପାଇପ୍ ଫାଟିଗଲା, ତେବେ ରାସ୍ତାରେ ପାଣି ଭାସିଲା ପରେ କିମ୍ବା ଲୋକେ କମ୍ପ୍ଲେନ୍ କଲା ପରେ ଯାଇ ଅଫିସରମାନେ ଜାଣନ୍ତି। କିନ୍ତୁ ଆଇଓଟି ମାନେ ହେଉଛି ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍। ସେଇ ପାଇପ୍ଗୁଡ଼ିକରେ ଛୋଟ ଛୋଟ ସ୍ମାର୍ଟ ସେନ୍ସର ଲଗାଯିବ, ଯାହା ସିଧା ଇଣ୍ଟରନେଟ୍ ସହ ଯୋଡ଼ି ହୋଇଥିବ। ଆରେ ବାଃ! ମାନେ ପାଇପ୍ ନିଜେ କମ୍ପ୍ୟୁଟରକୁ କହିବ ଯେ ମୋ ଭିତରେ କ'ଣ ଚାଲିଛି? ହଁ, ବିଲକୁଲ ସେଇଆ। ଆଉ ସ୍କାଡା ହେଉଛି ସେଇ କଣ୍ଟ୍ରୋଲ ରୁମ୍ର ସିଷ୍ଟମ। ଯଦି ପାଇପ୍ରେ ପ୍ରେସର ଟିକେ ବି କମିଯାଏ କିମ୍ବା ଲିକ୍ ହୁଏ, ତେବେ ପାଣି ରାସ୍ତାକୁ ଆସିବା ଆଗରୁ ସେଠି କମ୍ପ୍ୟୁଟର ସ୍କ୍ରିନ୍ରେ ଲାଲ ଲାଇଟ୍ ଜଳିଯିବ। ଅଫିସରମାନେ ତୁରନ୍ତ ଜାଣିପାରିବେ ଯେ ଏକ୍ଜାକ୍ଟଲି କୋଉ ଜାଗାରେ ପ୍ରୋବ୍ଲେମ୍ ଅଛି ଆଉ ସାଙ୍ଗେ ସାଙ୍ଗେ ମରାମତି କରିଦେବେ। ଏହାଦ୍ୱାରା ହଜାର ହଜାର ଲିଟର ପାଣି ନଷ୍ଟ ହେବାରୁ ବଞ୍ଚିଯିବ। ଓହୋ, ଏଇଟା ତ ପୁରା ସିଷ୍ଟମକୁ ସ୍ମାର୍ଟ କରିଦେବ। ତାହେଲେ ସେମିତି କୃଷି ବିଭାଗରେ ବି ଗୋଟେ ବଡ଼ ନିଷ୍ପତ୍ତି ହୋଇଛି, ଯେମିତିକି ପାର୍ବତୀଗିରି ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ। ଏହା ସମ୍ବଲପୁର, ସୁବର୍ଣ୍ଣପୁର, ଯାଜପୁର, କେନ୍ଦୁଝର ଆଉ ମୟୂରଭଞ୍ଜ ପାଇଁ ହୋଇଛି। ମାନେ ବଡ଼ ବଡ଼ ମୋଟର ଲଗେଇ ପାଣିକୁ ଉପର ଜମିକୁ ଉଠାଯିବ। କିନ୍ତୁ ଏତେ ଟଙ୍କା ଖର୍ଚ୍ଚ କରି ପାଣି ଉପରକୁ ଉଠାଇବାର ଦରକାର କ'ଣ? କ'ଣ ଖାଲି ଧାନ ଚାଷ ପାଇଁ? ନାଇଁ ଆଜ୍ଞା, ଆଉ ସେଇଠି ହିଁ ଅସଲ ପ୍ଲାନିଂ ଅଛି। ଆମ ଓଡ଼ିଶାର ଚାଷୀମାନେ ବର୍ଷ ବର୍ଷ ଧରି ଖାଲି ଧାନ ଉପରେ ନିର୍ଭର କରୁଛନ୍ତି। ଆଉ ଧାନ ପାଇଁ ତ ଜମିରେ ପାଣି ଜମିବା ଦରକାର, ଯାହା ଉଚ୍ଚ ଜମିରେ ସମ୍ଭବ ନୁହେଁ। କିନ୍ତୁ ଏବେ ଲିଫ୍ଟ ଇରିଗେସନ ମାଧ୍ୟମରେ ଯେତେବେଳେ କଣ୍ଟ୍ରୋଲ କରିକି ପାଣି ଦିଆଯିବ, ସେତେବେଳେ ସେମାନେ ଧାନ ବଦଳରେ କପା, ସୂର୍ଯ୍ୟମୁଖୀ, ପନିପରିବା ଭଳି ଅର୍ଥକରୀ ଫସଲ ବା କ୍ୟାଶ୍ କ୍ରପ୍ସ କରିପାରିବେ। ଆଉ ଆପଣ ତ ଜାଣିଛନ୍ତି, ଏଗୁଡ଼ିକ ବଜାରରେ ଧାନଠାରୁ ଢେର ଗୁଣା ଅଧିକ ଦାମରେ ବିକ୍ରି ହୁଏ। ମାନେ ଏଇଟା ଖାଲି ଜଳସେଚନ ନୁହେଁ, ଚାଷୀଙ୍କର ଆୟ ବଢ଼ାଇବାର ଗୋଟେ ବାଟ। ତା ସହ 3,400 କୋଟି ଟଙ୍କାର ଅଟଳ ବସ୍ ଷ୍ଟାଣ୍ଡ ଯୋଜନା ବି ଅଛି, ସିଟି ଗ୍ୟାସ୍ ପଲିସି ଅଛି, ଆଉ ସବୁଠୁ ଇଣ୍ଟରେଷ୍ଟିଂ ହେଉଛି ଷ୍ଟେଟ୍ ଡେଟା ପଲିସି 2.0। ହଁ, ଯଦି ଆମେ ଏହାକୁ ଗୋଟେ ବୃହତ୍ତର ଦୃଷ୍ଟିକୋଣରୁ ଦେଖିବା ନା, ଏହି ଡାଟା ପଲିସିର ଅର୍ଥ ହେଉଛି ସରକାର ଆଉ ଅନୁମାନରେ ଚାଲିବେନି। ସବୁକିଛି ଡାଟା ଉପରେ ନିର୍ଭର କରିବ। କେଉଁ ଗାଁରେ ସ୍କୁଲ ଦରକାର, କେଉଁଠି ହସ୍ପିଟାଲ ଦରକାର, ସେଇଟା ସେଠାକାର ପପୁଲେସନ ଡାଟା ଦେଖି କମ୍ପ୍ୟୁଟର ହିସାବ କରିବ। ଆଉ ଶୁଣିବାକୁ ମିଳୁଛି ଯେ ଏହି ସବୁ ନୀତି ଯୋଗୁଁ ଓଡ଼ିଶାକୁ ଏବେ 50,000 କୋଟି ଟଙ୍କାର ପୁଞ୍ଜିନିବେଶ ମିଳିବାକୁ ଯାଉଛି। ଏଇ ଆସନ୍ତା 10 ବର୍ଷ ଓଡ଼ିଶା ପାଇଁ ଗୋଟେ ଗୋଲ୍ଡେନ୍ ଟିକେଟ୍ ବା ସୁବର୍ଣ୍ଣ ଦଶନ୍ଧି ହେବାକୁ ଯାଉଛି। ବୁଝିଲେ ତ? ହଁ, ମାନେ ଏସବୁ ଶୁଣିବାକୁ ତ ବହୁତ ଭଲ ଲାଗୁଛି। ସୁବର୍ଣ୍ଣ ଦଶନ୍ଧି, 50,000 କୋଟିର ନିବେଶ। କିନ୍ତୁ ଟିକେ ଗ୍ରାଉଣ୍ଡ ରିଆଲିଟି କଥା ଚିନ୍ତା କରନ୍ତୁ। ଗୋଟେ ପଟେ ସରକାର ଡାଟା ପଲିସି ଆଉ ସ୍ମାର୍ଟ ସିଷ୍ଟମ ଆଣୁଛନ୍ତି, ଆଉ ଅନ୍ୟପଟେ ଆମ ରାଜରାସ୍ତାରେ ସାଧାରଣ ଲୋକେ ଆଇନକୁ ନିଜ ହାତକୁ ନେଉଛନ୍ତି। ଏମିତି ହେଲେ ଏତେ ବଡ଼ ବିକାଶର ମୂଲ୍ୟ କ'ଣ ରହିଲା? ଆପଣ ଏକଦମ ଠିକ୍ କଥା ଉଠାଇଲେ। ଆପଣ ବୋଧହୁଏ ସେଇ ବାଲିଆନ୍ତା ଅଞ୍ଚଳର ମବ୍ ଲିଞ୍ଚିଂ ବା ଗଣପିଟୁଣି ଘଟଣା କଥା କହୁଛନ୍ତି ନା? ହଁ ଆଜ୍ଞା, ମାନେ କିଛି ଲୋକ ମିଶି ଜଣେ ଜିଆର୍ପି କନଷ୍ଟେବଲକୁ ପିଟି ପିଟି ମାରିଦେଲେ। ଏଇଟା ଗୋଟେ ସଭ୍ୟ ସମାଜ ପାଇଁ କେତେ ବଡ଼ କଳଙ୍କ କୁହନ୍ତୁ ତ? ସରକାର ଭିତ୍ତିଭୂମିରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି, କିନ୍ତୁ ଲୋକଙ୍କ ଭିତରେ ଏଇ ଯୋଉ ଉଗ୍ର ମାନସିକତା ଅଛି ଆଉ ଆଇନ ପ୍ରତି ଟିକେ ବି ଭୟ ନାହିଁ, ସେଟା କେମିତି ସୁଧୁରିବ? ଯଦିଓ ମୁଖ୍ୟମନ୍ତ୍ରୀ ସାଙ୍ଗେ ସାଙ୍ଗେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଉ 11 ଜଣେ ଗିରଫ ହୋଇଛନ୍ତି, କିନ୍ତୁ ଘଟଣା ତ ଘଟିଗଲା। ଆଉ ଅନ୍ୟପଟେ ପାରାଦୀପରେ ଦେଖନ୍ତୁ, 3500 ଲିଟର ଚୋରା ଡିଜେଲ ଧରାପଡ଼ିଲାଣି। ମାନେ ବିକାଶ ସାଙ୍ଗେ ସାଙ୍ଗେ ଅପରାଧ ବି କ'ଣ ସେମିତି ବଢ଼ୁଛି? ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରୁଛି। ଦେଖନ୍ତୁ, ସମାଜ ବିଜ୍ଞାନରେ ଏହାକୁ ଗ୍ରୋଇଂ ପେନ୍ସ କୁହାଯାଏ। ଯେତେବେଳେ କୌଣସି ରାଜ୍ୟ ଦ୍ରୁତ ଆର୍ଥିକ ପ୍ରଗତି କରେ, ସେତେବେଳେ ସମାଜରେ ଟଙ୍କା ଆଉ ସୁଯୋଗ ବଢ଼େ। ଆଉ ତା ସହ ଅପରାଧୀମାନେ ବି ନିଜର ଡେଣା ମିଲେଇବାକୁ ଚେଷ୍ଟା କରନ୍ତି, ଯେମିତିକି ପାରଦୀପର ତେଲ କୋରା ଚାଲାଣ।
କିନ୍ତୁ ଗଣପିଟୁଣି ଘଟଣାଟା ଦର୍ଶାଉଛି ଯେ ଆମର ସାମାଜିକ ସହନଶୀଳତା କମିଯାଉଛି। ତାହେଲେ ଆମ ସିଷ୍ଟମ ଏହାକୁ କେମିତି ମୁକାବିଲା କରିବ? ଖାଲି ପୋଲିସ ଧରିଲେ ତ ହବନି। ସେଥିପାଇଁ ତ ଆଇନଗତ ଭିତ୍ତିଭୂମିକୁ ବି ଅପଗ୍ରେଡ୍ କରାଯାଉଛି। ଆପଣ ଦେଖିବେ, ସରକାର ରାଜ୍ୟରେ 5ଟି ନୂଆ ସ୍ୱତନ୍ତ୍ର ସାଇବର କୋଡ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଆଜିକାଲିର କ୍ରାଇମ୍ ଖାଲି ରାସ୍ତାରେ ହେଉନି, ମୋବାଇଲ ଆଉ ଇଣ୍ଟରନେଟ୍ରେ ବେଶୀ ହେଉଛି। ଆଉ ଏହି ଟେକ୍ନିକାଲ କେସ୍ଗୁଡ଼ିକ ସାଧାରଣ କୋର୍ଟରେ ବହୁ ଦିନ ପଡ଼ି ରହେ। ସାଇବର କୋର୍ଟ ହେଲେ ଲୋକଙ୍କୁ ଶୀଘ୍ର ନ୍ୟାୟ ମିଳିବ। ଆଉ ତା ସହ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଛତିଶଗଡ଼ ସହ ପୁଣି ଥରେ ଆଲୋଚନା ଆରମ୍ଭ କରିବା ମଧ୍ୟ ଗୋଟିଏ ଭଲ ପଦକ୍ଷେପ। ଠିକ୍ କଥା। ତେବେ ବିବାଦ ଏବଂ ଅପରାଧରୁ ବାହାରି ଆମେ ଏବେ ଆମର ପ୍ରାଚୀନ ପରିଚୟ ଓ ସଂସ୍କୃତି ଉପରେ କଥା ହେବା। ଆମର ସବୁଠାରୁ ବଡ଼ ପରିଚୟ ପୁରୀ ଶ୍ରୀମନ୍ଦିରରୁ ଗୋଟେ ବଡ଼ ଖବର ଆସିଛି। ଚନ୍ଦନ ଯାତ୍ରା ପାଇଁ ବନ୍ଦ ଥିବା ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ମଇ 11 ଏବଂ 12 ତାରିଖରେ ପୁଣି ଆରମ୍ଭ ହେବ। ବାହାର ଆଉ ଚଳନ୍ତି ଭଣ୍ଡାର ଯାଞ୍ଚ ସରିଥିଲା, ଏବେ ଭିତର ଭଣ୍ଡାରର ଯାଞ୍ଚ ହେବ, ଯେଉଁଥିରେ 367ଟି ସୁନା ଅଳଙ୍କାର ଅଛି। କିନ୍ତୁ ଏଇଠି ଗୋଟେ କଥା, ଏହାର ଯାଞ୍ଚ କେମିତି ହବ? ମାନେ ପୁରୁଣା କାଳ ଭଳିଆ ହାତରେ ଧରି ଫିତାରେ ମାପିବେ କି? ଆରେ ନାଇଁ ଆଜ୍ଞା, ଆଉ ସେଇଠି ହିଁ ତ ସବୁଠାରୁ ଇଣ୍ଟରେଷ୍ଟିଂ କଥା ଅଛି। ଏବେ 21ଶ ଶତାବ୍ଦୀର ସବୁଠୁ ଆଧୁନିକ ଜ୍ଞାନ କୌଶଳ ମାନେ 3D ମ୍ୟାପିଂ ବ୍ୟବହାର କରାଯାଉଛି। ସତରେ? ଏଇ 3D ମ୍ୟାପିଂ ସେଠି କେମିତି କାମ କରିବ, ଟିକେ ସହଜରେ ବୁଝେଇବେ କି? ନିଶ୍ଚୟ। ଏଥିରେ ଏକ୍ସପର୍ଟମାନେ ଗୋଟେ ଅତ୍ୟାଧୁନିକ ଲେଜର ସ୍କାନର ବ୍ୟବହାର କରିବେ। ସେମାନେ ଅଳଙ୍କାରକୁ ହାତରେ ନ ଛୁଇଁବି ତା ଉପରେ ଆଲୋକ ରଶ୍ମି ପକାଇବେ। ଆଉ ସେଇ ସ୍କାନର ତାର ଲମ୍ବ, ଓସାରା, ଡିଜାଇନ ସବୁକିଛି ସ୍କାନ୍ କରି କମ୍ପ୍ୟୁଟରରେ ତାର ଏକ ଅବିକଳ ଡିଜିଟାଲ କପି ବା ଡିଜିଟାଲ ଟ୍ୱିନ୍ ତିଆରି କରିଦେବ। ଏଥିରେ ଅଳଙ୍କାରର କୌଣସି ବି କ୍ଷତି ହେବାର ଭୟ ନାହିଁ। ଆଉ ସବୁଠୁ ବଡ଼ କଥା ହେଲା, ଏହି ଡିଜିଟାଲ ରେକର୍ଡକୁ କେବେ କେହି ଚୋରି କରିପାରିବେ ନାହିଁ କି ବଦଳାଇ ପାରିବେ ନାହିଁ। ଆରେ ବା, ଏହା ତ ପୁରା ଗୋଟେ ଟାଇମ୍ କ୍ୟାପସୁଲ ଭଳିଆ କାମ କରିବ। ଆଉ ହଁ, ତା ସହ 3ଟି ନୂଆ ରତ୍ନପାଲଙ୍କ ବି ତିଆରି ହୋଇଛି, ଯୋଉଥିରେ ପୁରୁଣା ପାଲଙ୍କର ହାତୀଦାନ୍ତ ବ୍ୟବହାର ହୋଇଛି। ମାନେ ଆତ୍ମା ପୁରୁଣା କିନ୍ତୁ ଶରୀର ନୂଆ। ଏହା ଐତିହ୍ୟ ଆଉ ନୂଆ ଚିନ୍ତାଧାରାର ଗୋଟେ ସୁନ୍ଦର ମିଶ୍ରଣ। ଆମର ଏଇ ଓଡ଼ିଆ ଅସ୍ମିତା ଖାଲି ଓଡ଼ିଶାରେ ସୀମିତ ନାହିଁ, ବୁଝିଲେ ତ? ସୁଦୂର ସିଙ୍ଗାପୁରରେ ଓଡ଼ିଆ ସୋସାଇଟି ବା OSS ଦ୍ୱାରା ଖୁବ୍ ଧୁମଧାମରେ ଉତ୍କଳ ଦିବସ ପାଳନ କରାଯାଇଛି। ସେଠି ଆମର ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସ୍ୟାଣ୍ଡ ଆର୍ଟ ପ୍ରଦର୍ଶନ କରିଛନ୍ତି ଆଉ ଭାରତୀୟ ହାଇ କମିଶନର ବି ଯୋଗ ଦେଇଛନ୍ତି। ଏଇଟା ମାନେ ବହୁତ ଗର୍ବର କଥା ଆମ ସମସ୍ତଙ୍କ ପାଇଁ। କିନ୍ତୁ ଆମେ ଆମ ସଂସ୍କୃତିକୁ ଯେତେ ଭଲ ପାଇଲେ ବି ପ୍ରକୃତି ସହ ତାଳ ଦେଇ ଚାଲିବାକୁ ପଡ଼ିବ। ଆଉ ପ୍ରକୃତି ଏବେ ଗୋଟେ ବଡ଼ ୱାର୍ଣ୍ଣିଂ ବା ଚେତାବନୀ ଦେଉଛି। ସାଧାରଣତଃ ମଇ ମାସରେ ଆମେ ବାତ୍ୟାର ଭୟ କରୁ, କିନ୍ତୁ ଏଥର ପାଣିପାଗ ବିଭାଗ ଗୋଟେ ନୂଆ ସ୍ଥିତି ମାନେ ହିଟ୍ ଟ୍ରାପ୍ ବିଷୟରେ ସତର୍କ କରାଇଛି। ଆଗାମୀ ଦିନରେ ବଜ୍ରପାତ ଆଉ କୁଆପଥର ମାଡ଼ ହେବାର ବି ପୂର୍ବାନୁମାନ ଅଛି। ହଁ, ମୁଁ ପଢ଼ୁଥିଲି ସେଇଟା। ହିଟ୍ ଟ୍ରାପ୍ ମାନେ ହେଲା ଗରମ ପବନ ଗୋଟେ ଜାଗାରେ ବନ୍ଧି ହେଇକି ରହିଯିବା। ଆଉ ଏଇ ଭୟଙ୍କର ଗରମ ଯୋଗୁଁ ଆମର ଖାଦ୍ୟପେୟ ଉପରେ ବି ବହୁତ ଖରାପ ପ୍ରଭାବ ପଡ଼ୁଛି। ଆମେ ଯେତେବେଳେ ବାହାରେ ଫାଷ୍ଟଫୁଡ୍ କିମ୍ବା କିଛି ଗରମ ଜିନିଷ ଖାଉଛୁ, ଦୋକାନୀମାନେ ପ୍ଲେଟ୍ ଉପରେ ଗୋଟେ ପ୍ଲାଷ୍ଟିକ୍ ପଲିଥିନ୍ ପକାଇ ସେଥିରେ ଗରମ ଖାଦ୍ୟ ଦେଉଛନ୍ତି। ହଁ, ଲୋକେ ଭାବନ୍ତି ପ୍ଲେଟ୍ ସଫା ରହିବା, ହେଲେ ସେଇଟା କେତେ ବିପଦପୂର୍ଣ୍ଣ ଜାଣିଛନ୍ତି? ସେଇ ଗରମ ଲାଗିବା ମାତ୍ରେ ପ୍ଲାଷ୍ଟିକ୍ରୁ ବିଷାକ୍ତ କେମିକାଲ ବାହାରି ଖାଦ୍ୟରେ ମିଶିଯାଏ। ବିଲକୁଲ। ଆଉ ଡାକ୍ତରମାନେ କହୁଛନ୍ତି ଏହାକୁ ଲଗାତାର ଖାଇଲେ ଲିଭର କ୍ୟାନ୍ସର ଭଳି ଭୟଙ୍କର ରୋଗ ହେବାର ଆଶଙ୍କା ଅଛି। ସେମିତି ବଜାରରେ ଏବେ ଫ୍ରେଶ୍ ଦେଖାଇବା ପାଇଁ ରଙ୍ଗମିଶା କାକୁଡ଼ି ବିକ୍ରି ହେବାର ଭିଡିଓ ବି ଖୁବ୍ ଭାଇରାଲ ହେଉଛି। ଆମକୁ ସମସ୍ତଙ୍କୁ ଏବେ ନିଜ ଖାଦ୍ୟ ପ୍ରତି ବହୁତ ସତର୍କ ହେବାକୁ ପଡ଼ିବ। ଏହା ହିଁ ହେଉଛି ଆମର ଆଧୁନିକ ଜୀବନଶୈଳୀର ଗୋଟେ ଅଦୃଶ୍ୟ ବିପଦ। ଆମେ ସୁବିଧା ପାଇଁ ଆମ ନିଜ ସ୍ୱାସ୍ଥ୍ୟ ସହ ଖେଳୁଛୁ, କିନ୍ତୁ ଜ୍ଞାନର ପ୍ରକୃତ ବ୍ୟବହାର ହିଁ ସମାଜକୁ ଆଗେଇ ନେବ। ପରିବର୍ତ୍ତନ ତ ଏକମାତ୍ର ସତ୍ୟ। ବାସ୍ ଆମକୁ ଦେଖିବାକୁ ପଡ଼ିବ ଯେ ଆମେ ଠିକ୍ ବାଟରେ ଯାଉଛୁ କି ନାହିଁ। ତେବେ ଏସବୁର ପ୍ରକୃତ ଅର୍ଥ କ'ଣ? ଆଜି ଆମେ ବେଙ୍ଗଲ ଆଉ ତାମିଲନାଡୁର ରାଜନୈତିକ ଡ୍ରାମାଠାରୁ ଆରମ୍ଭ କରି ଓଡ଼ିଶାରେ ସ୍କାଡା ଆଉ ଡାଟା ପଲିସି ଜରିଆରେ ଆସୁଥିବା 50,000 କୋଟିର ପୁଞ୍ଜିନିବେଶକୁ ବୁଝିଲୁ। ତା ସହ ଆଇନ ଶୃଙ୍ଖଳାର ଚିନ୍ତାଜନକ ସ୍ଥିତି ଏବଂ ରତ୍ନଭଣ୍ଡାରର 3D ମ୍ୟାପିଂ ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ବିଷୟରେ ବି ଆଲୋଚନା କଲୁ। ଆଉ ଯଦି ଆମେ ଏ ସମସ୍ତ ତଥ୍ୟକୁ ଗୋଟିଏ ଜାଗାରେ ରଖିବା, ତେବେ ଆମେ ଦେଖିବା ଯେ ଗୋଟିଏ ପଟେ ଆମ ସମାଜ
ସେନ୍ସର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଉ ବିଗ୍ ଡାଟା ଆଡ଼କୁ ବହୁତ ଜୋରରେ ମାଡ଼ି ଚାଲିଛି। କିନ୍ତୁ ଅନ୍ୟପଟେ ସାମାଜିକ ଶୃଙ୍ଖଳା ଆଉ ସହନଶୀଳତା ରକ୍ଷା କରିବା ପାଇଁ ଆମେ ଆଜି ବି ବହୁତ ପଛରେ ପଡ଼ିଯାଇଛୁ। ଏକ୍ଜାକ୍ଟଲି। ଆଉ ଏଇ କଥାଟି ଆମ ସମସ୍ତଙ୍କ ମନରେ ଏକ ଗଭୀର ଚିନ୍ତା ସୃଷ୍ଟି କରୁଛି, ଯାହା ଉପରେ ଶ୍ରୋତାମାନେ ନିଶ୍ଚୟ ଚିନ୍ତା କରିବା ଦରକାର। ଆଜି ଆମେ ଦେଖୁଛୁ ଯେ ପାଣିପାଗର ଅବସ୍ଥା ହେଉ, ରତ୍ନଭଣ୍ଡାରର ସୁନା ମାପିବା ହେଉ, କିମ୍ବା ପାଇପ୍ ଭିତରେ ଯାଉଥିବା ପାଣିର ହିସାବ ରଖିବା ହେଉ, ସବୁକିଛି ଆଇଓଟି, ସେନ୍ସର ଆଉ 3D ମ୍ୟାପିଂ କରିପାରୁଛି। ଯଦି ଆମର ଟେକ୍ନୋଲୋଜି ଏତେ ଆଗକୁ ଯାଇଛି, ତେବେ ଏ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଉ ଡାଟାକୁ ବ୍ୟବହାର କରି ବାଲିଅନ୍ତା ଗଣପିଟୁନି ଭଳି ଗୋଟେ ଭୟାନକ ସାମାଜିକ ହିଂସାକୁ ଘଟିବା ପୂର୍ବରୁ ଆମେ କାହିଁକି ରୋକିପାରୁନାହୁଁ? ସମାଜର ରାଗ ଆଉ ହିଂସାକୁ ମାପିବା ପାଇଁ କ'ଣ ଆମ ପାଖରେ କୌଣସି ସେନ୍ସର ନାହିଁ? କେବେ ଆମର ସାମାଜିକ ବିକାଶ ଆମର ବୈଷୟିକ ବିକାଶ ସହ ତାଳ ଦେଇ ଚାଲିବ? ଏହି ଚିନ୍ତାଧାରା ସହ ଆଜିର ଏ ଡିପ୍ ଡାଇଭ୍ରୁ ଆମେ ବିଦାୟ ନେଉଛୁ। ନମସ୍କାର।